ଦେଖନ୍ତୁ ଆଜି ଆମ ଟାଙ୍ଗୀ ଚୌଦୁଆ ବ୍ଲକ ମଣିଆ ଡିଏବି ପବ୍ଲିକ ସ୍କୁଲରେ ବ୍ଲଡ ଡୋନେସନ କ୍ୟାମ୍ପ ପ୍ରିନ୍ସିପାଲଙ୍କ ନେତୃତ୍ୱରେ କରାଯାଇଛି। ମୁଁ ପ୍ରଥମେ ପ୍ରିନ୍ସିପାଲ ମହୋଦୟଙ୍କୁ ଏବଂ ତାଙ୍କର ସମସ୍ତ ସହକର୍ମୀଙ୍କୁ ସାଧୁବାଦ ଜଣାଇବି, ଧନ୍ୟବାଦ ଜଣାଇବି। ଏଭଳି ମହତ୍ କାର୍ଯ୍ୟ କରିଛନ୍ତି। ରକ୍ତଦାନ ଠାରୁ ମହତ୍ କାର୍ଯ୍ୟ କିଛି ନଥାଏ। ଆଜି ରକ୍ତ ଅଭାବରୁ ଅନେକ ଲୋକ ଅତୀତରେ ମୃତ୍ୟୁବରଣ କରୁଥିଲେ। ଆଜି ଏଭଳି ମହତ୍ କାର୍ଯ୍ୟ ପାଇଁ ନିଶ୍ଚିନ୍ତ ଭାବରେ ପ୍ରିନ୍ସିପାଲ ଏବଂ ଡିଓବିର ସମସ୍ତ ଷ୍ଟାଫଙ୍କୁ ସାଧୁବାଦ ଜ୍ଞାପନ କରାଯିବ ଏବଂ ଏ ଡିଏବି ସ୍କୁଲରେ ଯେଉଁମାନଙ୍କର ଅବଦାନ ରହିଛି, ଆମ ଏ ଅଞ୍ଚଳ ମାଟିର ସୁଯୋଗ୍ୟ ସନ୍ତାନ ଏସ୍.କେ. ବେହେରା ଏବଂ ଆର୍.କେ. ବେହେରା ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବି। ଏଭଳି ଆମ ରାଜ୍ୟରେ ଗ୍ରାମାଞ୍ଚଳରେ ଡିଏବି ସ୍କୁଲ ଖୋଲିବା ବହୁତ କମ୍, ଯାହାଦ୍ୱାରା ଆମ ଅଞ୍ଚଳ ପିଲାମାନେ କିପରି ଭାବରେ ଗୁଣାତ୍ମକ ଶିକ୍ଷା ପାଇବେ, ମେଧାବୀ ହେବେ, ଆଦର୍ଶ ହେବେ, ଯେଉଁ ମାନସିକତା ନିଶ୍ଚିନ୍ତ ଭାବରେ ମୁଁ ଆର୍ଏସ୍ବିର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଉଛି ଏବଂ ଡିଏବି ସ୍କୁଲରେ ମଧ୍ୟ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି। ରେଜଲ୍ଟ ବହୁତ ସୁନ୍ଦର ରେଜଲ୍ଟ ହେଉଛି, 100% ରେଜଲ୍ଟ ହେଉଛି ଏବଂ ଏ ସ୍କୁଲର ସାମୂହିକ ବିକାଶ ପାଇଁ ଯାହା ସହଯୋଗ ଦରକାର, ଆଜି ଅନେକ କଥା ମଧ୍ୟ ପ୍ରିନ୍ସିପାଲ ମହୋଦୟଙ୍କ ସହିତ ଆଲୋଚନା କରାଯାଇଛି। ସେ ଦିଗରେ ଆମର ସହଯୋଗ ନିଶ୍ଚିତ ଭାବେ ରହିବ। रिंकू कुमार टांगी से। आज जो ब्लड डोनेशन कैंप हो रहा है डीएवी पब्लिक स्कूल में, इसके बारे में क्या बताएं? बहुत अच्छा प्रोग्राम है और ये होना भी चाहिए। यदि हम लोग ब्लड डोनेट नहीं करेंगे तो फिर बहुत मुश्किल होगा जिस पेशेंट को जरूरी है। इसके लिए हम लोग लगातार कोशिश करते हैं कि कहीं भी ब्लड का कमी ना हो। सारा देश में जो ब्लड रक्तहीनता का समस्या हो रहा है, इसके लिए हम लोग को सभी को आगे आना होगा और इसको समझना पड़ेगा। ये तो कहीं बन नहीं सकता है, जब भी हम लोग को देना ही पड़ेगा, उसके बाद ही इसका कोई निदान निकल सकता है। आज आप जो ब्लड दिए है बहुत अच्छा लग रहा है। हम तो लगातार साल देते रहते हैं कहीं। ମୁଁ ଡିଏବି ପଦ୍ମାବତୀ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ। ଆଜ୍ଞା, ଆମେ ଆଜି ଏଠି ବ୍ଲଡ ଡୋନେସନ କ୍ୟାମ୍ପ ଗୋଟେ ଆୟୋଜନ କରିଛୁ। ଆମେ ପ୍ରତି ବର୍ଷ ଏମିତି ବ୍ଲଡ ଡୋନେସନ କ୍ୟାମ୍ପ ଆୟୋଜନ କରୁଛୁ। ଡିଏବି ସ୍କୁଲ ଏବଂ ଆର୍ଏସ୍ବିର ମିଳିତ ଇଏରେ ଆମେ ଆୟୋଜନ କରିଛୁ କ୍ୟାମ୍ପଟିକୁ। ପ୍ରତି ବର୍ଷ ଡିଏବି ଅର୍ଗାନାଇଜେସନ ହିଁ ସବୁବେଳେ କମ୍ୟୁନିଟି ଆୱାରନେସ୍ ପ୍ରୋଗ୍ରାମ କରେ। ପାଠପଢ଼ା ସାଙ୍ଗକୁ ଆମେ ପିଲାମାନଙ୍କର ହୋଲିଷ୍ଟିକ ଡେଭଲପମେଣ୍ଟଟାକୁ ଦେଖୁ ମେନଲି, ଆଉ ସେଇଥିରେ କମ୍ୟୁନିଟି ଆୱାରନେସ୍ ସେଇ ସବୁ ଜିନିଷକୁ ଆମେ ବି ମୁଖ୍ୟତଃ ପ୍ରାଧାନ୍ୟ ଦେଇଥାଉ। ଆଉ ଆଜି ସେମିତି ବ୍ଲଡ ଡୋନେସନ କ୍ୟାମ୍ପ ଆମର ପ୍ରତିବର୍ଷ ପରି ଅର୍ଗାନାଇଜ ହେଇଛି। ଆଉ ବର୍ତ୍ତମାନ ସୁଦ୍ଧା 50-60 ୟୁନିଟ୍ ତ କଲେକ୍ସନ ହେଇଗଲାଣି। ଆଗକୁ ମଧ୍ୟ ଆମେ ଆଶା ରଖିଛୁ ଆଉ 100 ୟୁନିଟ୍ ଉପରକୁ ଯିବ ବୋଲି। ଆଉ ଏଇଟା ତ ଆମର ଡିଏବି ସ୍କୁଲର ମେନ୍ ଗୋଟେ ପ୍ରୋଗ୍ରାମ।